ଦୂରପୁର ଗ୍ରାମରେ ଗୋଟିଏ କାଠୁରିଆ ରହୁଥିଲା। ତାର ନାଁ ଥିଲା ରାଘବ। ରାଘବ ବହୁତ ଗରିବ ଥିଲା। ତାକୁ ଓଳିଏ ଖାଇବାକୁ ମିଳୁଥିଲେ, ଓଳିଏ ଖାଇବାକୁ ମିଳୁନଥିଲା। ସେଥିପାଇଁ ତା ସ୍ତ୍ରୀ ତା ଉପରେ ସବୁବେଳେ ବିରକ୍ତି ହେଉଥିଲା। ସେ ସବୁବେଳେ ଝଗଡ଼ା କରୁଥିଲା। ରାଘବ, ଟିକେ ଖାଲି ବାସନ ଉପରେ ଆଖି ପକାଅ। ଆଉ କେବେ ଯାଇ ଆମେ ଖାଲି ଭାଗ୍ୟ ଉପରେ ନିର୍ଭର କରିବା? ପୁରା ଗାଁରେ ଆମର ଏକା ଏମିତି ଖରାପ ଭାଗ୍ୟ ଯେ ମାସକୁ 15 ଦିନ ଚୁଲି ଖାଲି ନିଆଁ ଜାଳିବାରେ ହିଁ କାମରେ ଲାଗୁଛି। ପଡ଼ିଶା ଘରର ସ୍ତ୍ରୀ ମାନେ ନୂଆ ଶାଢ଼ୀ ଆଉ ଗହଣାର କଥା ହେଉଛନ୍ତି, ଆଉ ମୁଁ ଏଠି ଖାଲି 2 ଟାଇମ୍ର ଖାଇବାକୁ ଝୁରି ହେଉଛି। ଲତା, ତୁମେ ଜାଣିଛ କି ପରିଶ୍ରମ କରିବାର କୋଉ ଉପାୟ ଛାଡୁନି। ସକାଳୁ ସୂର୍ଯ୍ୟ ଉଦୟ ପରେ ଜଙ୍ଗଲକୁ ଯାଉଛି, ଆଉ ସନ୍ଧ୍ୟାକୁ ଭାରି ବୋଝ ଧରିକି ଫେରୁଛି। କାଠ ହାଣିବା ହିଁ ଆମ ପୂର୍ବପୁରୁଷର କାମ। ଏହା ଦ୍ୱାରା ହିଁ ଆମ ପରିବାର ଚଳୁଛି। ସମୟ ଖରାପ ଅଛି, ମୁଁ ମାନୁଛି, ହେଲେ ପରିଶ୍ରମର ଫଳ କେବେ ନା କେବେ ତ ମିଳିବ। ଆଜି ମୁଁ ଜଙ୍ଗଲର ସେ ଭାଗକୁ ଯିବି ଯୋଉଠିର କାଠ ବଜାରରେ ଭଲ ଦାମରେ ବିକ୍ରି ହୁଏ। ତୁମେ ଖାଲି ଟିକେ ଧୈର୍ଯ୍ୟ ରଖ, ଭଗବାନ ସବୁ ଠିକ କରିଦେବେ। ଧୈର୍ଯ୍ୟ? ଗତ 10 ବର୍ଷ ହେଲା ମୁଁ ଖାଲି ଧୈର୍ଯ୍ୟ ନାଁରେ ବଞ୍ଚିଛି ରାଘବ। ତୁମର ଏ କଥା ଏବେ ମୋତେ ଆଉ ସାନ୍ତ୍ୱନା ନାହିଁ, ଆହୁରି କଷ୍ଟ ଦେଉଛି। କାଠ ହାଣିବାଠୁ ବି ଦୁନିଆରେ ବହୁତ କାମ ଅଛି। ତମେ କୋଉ ଜମିଦାର ପାଖରେ ମୂଲିଆ କ'ଣ ପାଇଁ ହଉନ? ନହେଲେ ସହର ଯାଇକି ଢଙ୍ଗର କୋଉ କାମ କ'ଣ ପାଇଁ ଖୋଜୁନ? କାଠ ହାଣିକି ତୁମେ ଖାଲି ତମ କାନ୍ଧ ଭାଙ୍ଗୁଛ, ଆମ ଗରିବୀ ନାହିଁ। ମୁଁ ଆଉ ଏ ଭୋକକୁ ବରଦାସ୍ତ କରିପାରୁନି। ମତେ ଖାଲି ଏମିତି ଦରକାର କି କମ୍ ସେ କମ୍ ଆମେ 2 ଜଣ ରାତିରେ ଶାନ୍ତିରେ ଶୋଇପାରିବା। ଏ ଡର ବି ନା କି କାଲି ସକାଳୁ ଆମେ କ'ଣ ଖାଇବା। ଠିକ ଅଛି ଲତା, ତୁମକୁ ଯଦି ଲାଗୁଛି ଏତିକି ପରିଶ୍ରମ କାଫି ନାହିଁ, ତ ମୁଁ ଆଜି ହିଁ ଅନ୍ୟ କାମ ଖୋଜିବା ଆରମ୍ଭ କରିବି। ମୁଁ କାଠ ହାଣିବା ସହ ଗାଁର ଜମିଦାର ସହ କଥା ହେବି କି ତାଙ୍କ ପାଖରେ ମୋ ପାଇଁ କିଛି କାମ ଅଛି କି। ମୁଁ ଚାହୁଁନି କି ତୁମ ଆଖିରେ କେବେ ବି ଦୁଃଖ ଆସୁ। ମୁଁ କଥା ଦଉଛି କି ମୁଁ ହାର ମାନିବିନି। ବାସ୍ ଆଜିର ଦିନ କେମିତି ବି କାଟିଦିଅ। ମୁଁ ଯେବେ ଫେରିବି ସନ୍ଧ୍ୟାକୁ ହୁଏତ କିଛି ଭଲ ଖବର ମିଳିବ। ଏବେ ହସିଦିଅ, ତୁମ ହସ ହିଁ ମୋର ଅସଲ ଖୁସି। ସେ ସମୟରେ ହିଁ କବାଟ କିଏ ଖଟ ଖଟ କଲା। ରାଘବ ବାହାରକୁ ଗଲା। ବାହାରେ ଗୋଟେ ବୁଢ଼ା ସାଧୁ ଛିଡ଼ା ହୋଇଥିଲେ। ପୁଅ, କ'ଣ ଏହି ଶୋଷିଲା ବାଟୋଇକୁ ଟିକେ ଶୀତଳ ଜଳ ମିଳିବ କି? ମୁଁ କୋଷ କୋଷ ବାଟ ଚାଲିକି ଆସିଛି। ମୋ ଶରୀର ମୋ ସହିତ ରହୁନି। ଗଳା ଶୁଖି ଯାଉଛି, ପାଦରୁ ଛାଲ ବାହାରି ଗଲାଣି। ଆଉ ଟିକିଏ ଅନ୍ନ ଅଛି ତ ଦାନ କରିଦିଅ। ମୋତେ କୋଉ ରାଜସ୍ୱ ଭୋଜନ ଇଚ୍ଛା ନାହିଁ। ଖାଲି ଗୋଟେ ମୁଠା ମିଳିଗଲେ ମୁଁ ମୋ ଯାତ୍ରା ଜାରି ରଖିପାରିବି। ଈଶ୍ୱର ଏ ତୁମର ସେବାକୁ ସ୍ୱୀକାର କରିବେ, ଆଉ ତୁମର ଘରର ଭଣ୍ଡାର ସବୁବେଳେ ଭରି ରହିବ। ପ୍ରଣାମ ସାଧୁ ବାବା, ଆପଣ ମୋ ଦୁଆରକୁ ଆସିବାଟା ମୋ ସୌଭାଗ୍ୟ। ହେଲେ ମୁଁ ତୁମକୁ କୋଉ ମୁହଁରେ କହିବି କି ଆପଣଙ୍କୁ ଖୁଆଇବାକୁ ଗୋଟିଏ ଦାନା ବି ନାହିଁ। ଆମେ ନିଜେ କାଲିଠୁ ଭୋକରେ ଅଛୁ। ମୋ କୁଡ଼ିଆରେ ଖାଲି ବାସନ ଓ ଗରିବୀ ହିଁ ଅଛି। ହେଲେ ହଁ, ମୁଁ ଆପଣଙ୍କୁ ଶୋଷିଲା ଯିବାକୁ ଦେବିନି। ମୁଁ ଏବେ ହିଁ ଭିତରୁ ଥଣ୍ଡା ଜଳ ନେଇକି ଆସୁଛି। ଭୋଜନ ନ ଦେବାରୁ ମୁଁ ବହୁତ ଦୁଃଖିତ। ଦୟାକରି ମୋତେ କ୍ଷମା କରନ୍ତୁ। ପୁଅ, ଦୁଃଖୀ ହୁଅନି। ଦାନ ଦେବାକୁ ଧନର ନାହିଁ, ମନର ଆବଶ୍ୟକ ଅଛି। ତୁମ ଆଖିରେ ଯୋଉ କରୁଣା ଅଛି, ସେ କୋଉ 56 ଭୋଗରୁ ଅଧିକ ତୃପ୍ତି ଦେଉଛି। ତୁମେ ଯାଇକି ଜଳ ଆଣ, ସେ ହିଁ ମୋ ପାଇଁ ଅମୃତର ସମାନ ହବ। ମଣିଷର ସତ୍ୟତା ତା ଅଭାବରୁ ହିଁ ଜଣା ପଡ଼ୁଛି। ଆଉ ତୁମେ ଅଭାବରେ ରହିବି ଅତିଥି ସତ୍କାରର ପାଳନ କରିଛ। ଯା ପୁଅ, ଜଳ ଆଣେ। ମୁଁ ଏଠି ତୁମର ଅପେକ୍ଷା କରିଛି। ତୁମର ସରଳତା ମୋ ମନ ଜିତି ନେଇଛି। ରାଘବ ଯେମିତି ହିଁ ସାଧୁଙ୍କୁ ଜଳ ପିଇବାକୁ ଦେଲା, ସାଧୁର ଚେହେରା ଚମକି ଉଠିଲା। ସେ ପ୍ରସନ୍ନ ହୋଇକି ରାଘବକୁ ଆଶୀର୍ବାଦ ଦେଲେ। ରାଘବ, ତୁମର ଏ ସେବା ଭାବନାରୁ ମୁଁ ପ୍ରସନ୍ନ ହେଲି। ମୁଁ ତୁମକୁ 3ଟି ଏମିତି ବରଦାନ ଦେବି ଯୋଉ ସାଧାରଣ ମଣିଷର ସୀମା ବାହାରେ। ତୁମେ ଯାହା ବି ମାଗିବ ତାହା ପୂରା ହବ। ତୁମର ପ୍ରଥମ ଇଚ୍ଛା କୁହ ପୁଅ, ହେଲେ ମନେ ରହେ ବରଦାନର ଉପଯୋଗ ଭାବିକି କରିବ। ଧନ,
ଆୟୁ ନା ଶକ୍ତି, ତୁମେ କିଛି ବି ମାଗିପାରିବ। କୁହ, ତୁମର ପ୍ରଥମ ଅଭିଳାଷ କ'ଣ? ସାଧୁ ବାବା, ଆପଣ ମତେ ବଡ଼ ପରୀକ୍ଷାରେ ପକେଇ ଦେଲେ। ଏମିତିରେ ତ ମତେ ବହୁତ କିଛି ଦରକାର, ହେଲେ ମୁଁ ମୋ ବୁଦ୍ଧିର ପ୍ରୟୋଗ କରିବାକୁ ଚାହେଁ। ମୋ ପ୍ରଥମ ବରଦାନ ଇଏ କି ଏ କୁରାଢ଼ୀ, ଯାହାକୁ ମୁଁ ମୋ ଜୀବନଠୁ ଅଧିକ ଚାହେଁ। ଏହାକୁ ଯିଏ ବି ହାତ ଲଗାଇବ ମୋ ଆଜ୍ଞା ବିନା ଏହାକୁ ଛାଡ଼ି ନ ପାରୁ। ଆଉ ଯଦି ଏହାକୁ ଚଲାଇବା ଆରମ୍ଭ କରେ ତ ଯେବେ ଯାଏ ମୁଁ ରହିବାକୁ ନ କୁହେ ସେ ରହିବନି। କ'ଣ ଆପଣ ମୋତେ ବିଚିତ୍ର ବରଦାନ ଦେଇପାରିବେ? ମୋତେ ଲାଗୁଛି କି ଏ ମୋର ବହୁତ କାମରେ ଲାଗିବ। ବିଚିତ୍ର ବରଦାନ ମାଗିଛ, ହେଲେ ବରଦାନ ଅନୁସାରେ ତଥାସ୍ତୁ। ତୁମର କୁରାଢ଼ୀ ତୁମର ଆଜ୍ଞାର ଗୁଲାମ। ବିନା ସମୟ ବର୍ବାଦ କରି ଦ୍ୱିତୀୟ ଇଚ୍ଛା ମାଗ। ତୁମ ପାଖରେ ଆଉ 2ଟି ବରଦାନ ଅଛି। କ'ଣ ତୁମକୁ ସୁନାର ଖଜଣା ଦରକାର ନାହିଁ କି? ନା ଆକାଶକୁ ଛୁଇଁଥିବା ପରି ମହଲ ଦରକାର ନାହିଁ? ସଂସାରର ସବୁ ସୁଖ ସୁବିଧା ତୁମ ପାଦ ତଳେ ରହିପାରେ। ବାସ୍ ଗୋଟିଏ ଥର ନିଜ ମନର କଥା କୁହ, ଆଉ ଚମତ୍କାର ଦେଖ। ସାଧୁ ବାବା, ଦ୍ୱିତୀୟ ଇଚ୍ଛା ପାଇଁ ମୁଁ ଏ କାଠର କୁର୍ଚ୍ଚିକୁ ବାଛିଛି। ମୁଁ ଚାହୁଁଛି ଯିଏ ବି ଏ କୁର୍ଚ୍ଚିରେ ଗୋଟିଏ ଥର ବସିଯାଏ ସେ ମୋ ଅନୁମତି ବିନା ଏଠାରୁ ହଲି ବି ନ ପାରୁ। ସେ କୁର୍ଚ୍ଚିରେ ଏମିତି ଲାଖିଯାଉ ଯେମିତି ପଥରରେ ଗାର। ଜଣେ କେତେ ବି ବଳବାନ ହୋଇଥାଉ, ମୋ ଇଚ୍ଛା ବିନା ତାର ଉଠିବା ଅସମ୍ଭବ ହୋଇଯାଉ। ବାସ୍ ଏହା ମୋର ଦ୍ୱିତୀୟ ଇଚ୍ଛା। ମୋର ବିନତି ଏହିକି ଯେ ଆପଣ ମୋର ଏ ଇଚ୍ଛାକୁ ପୂରଣ କରିବେ। ତୁମର ଚିନ୍ତା ଜଣେ ସାଧାରଣ ମଣିଷ ପରି ନାହିଁ ରାଘବ। ଏ ବରଦାନ ବି ତୁମକୁ ଦେଲି। ଏବେ ଶେଷ ଇଚ୍ଛାର ସମୟ ଟିକେ ଭାବିକି କୁହ, ତାପରେ ମୁଁ ଅଦୃଶ୍ୟ ହୋଇଯିବି, ଆଉ କେବେ ଦେଖା ଦେବିନି। ତୃତୀୟ ଇଚ୍ଛା ମାଗ, ଆଉ ନିଜ ଭାଗ୍ୟର ପରୀକ୍ଷା ନିଜେ ନିଅ। ସାଧୁ ବାବା, ତୃତୀୟ ଇଚ୍ଛାର ରୂପରେ ମୁଁ ଚାହୁଁଛି ମୋର ଏ ଥଳି ଭିତରେ ମୁଁ ଯାହା କିଛି ରଖିଦିଏ ତାହା କେଉଁ ବସ୍ତୁ ହଉ କି ସୁନା ହଉ କି କେଉଁ ଜୀବିତ ପ୍ରାଣୀ ହଉ, ତାକୁ ମୋ ଛଡ଼ା ଆଉ କିଏ ବାହାର ନ କରିପାରୁ। ସେ ଥଳି ଭିତରେ ସେ ପର୍ଯ୍ୟନ୍ତ ରହିବ ଯେଉଁ ପର୍ଯ୍ୟନ୍ତ ମୁଁ ବାହାର କରିନି। ଏହା ହିଁ ମୋର ଶେଷ ଇଚ୍ଛା। ମନେ ରଖିବ, ବରଦାନ ସେତେବେଳେ କାମରେ ଲାଗିବ ଯେତେବେଳେ ତାର ଠିକ୍ ସମୟ ଆସିବ। ସାଧୁ ବାବାଙ୍କ ଯିବା ପରେ ଲତା, ଯିଏକି ସବୁ ଶୁଣୁଥିଲା, ଜ୍ୱାଳାମୁଖୀ ପରି ଫୁଟିବାକୁ ଲାଗିଲା। ତାକୁ ଲାଗିଲା ରାଘବ ନିଜ ମୂର୍ଖତା ପାଇଁ ନିଜ ଭବିଷ୍ୟତକୁ ବଳି ଦେଇଛି। ବା ରାଘବ, କଣ ଗଜବ ବୁଦ୍ଧି ଦେଖେଇଲ ତୁମେ। ସାକ୍ଷାତ ଦେବତା ଆସି କହୁଥିଲେ ଧନ ମାଗ, ସୁଖ ମାଗ, ହେଲେ ତୁମେ କଣ ମାଗିଲ? କୁରାଢ଼ୀ, କୁର୍ଚି ଓ ଥଳି। କଣ ନିର୍ଜୀବ ବସ୍ତୁରେ ମୋ ପେଟ ପୂରିବ? ନା ଏ ବରଦାନରେ ଆମର ଛାତ ପକ୍କା ହୋଇଯିବ? ମୁଁ ଏଠି ଖାଇବାକୁ ଝୁରି ହଉଛି, ତୁମେ ଏତେ ଫାଲତୁ ବରଦାନ ମାଗିନେଲ। ଆଜି ତୁମେ ପ୍ରମାଣ କରିଦେଲ କି ତୁମେ କେବେ ବି ଉନ୍ନତି କରିପାରିବନି ବୋଲି। କାଶ ସେ ବରଦାନ ମତେ ମାଗିବାକୁ ମିଳିଥାନ୍ତା, ତ ଆଜି ମୁଁ ଏ କୁଡ଼ିଆକୁ ମହଲ ବନେଇ ଦେଇଥାନ୍ତି। ଲତା, ତୁମେ ଯାହା ଦେଖୁଛ ସେ କେବଳ ସାଧାରଣ ଜିନିଷ, ହେଲେ ମୁଁ ଯାହା ଦେଖୁଛି ତାହା ଗୋଟେ ସୁରକ୍ଷା କବଚ ଅଟେ। କେବେ କେବେ ସିଧା ଉପାୟରେ ଆସିଥିବା ଧନ ରୁହେ ନାହିଁ, ହେଲେ ବୁଦ୍ଧିରେ ବନା ହୋଇଥିବା ସମ୍ପତ୍ତି ସବୁବେଳେ ରୁହେ। ତୁମେ ମୋ ଉପରେ ଭରସା ରଖ। ଏ 3ଟି ବରଦାନ ଆମକୁ ସବୁ କିଛି ଦେବ, ଯାହା ତୁମେ ଚାହୁଁଛ। ମୁଁ ଯାହା ମାଗିଛି ତା ପଛରେ ରହସ୍ୟ ଅଛି, ଯାହା ସମୟ ଆସିଲେ ତୁମକୁ ବୁଝା ପଡ଼ିଯିବ। ହେଲେ ଏବେ ଶାନ୍ତ ହୋଇଯାଅ, କାହିଁକି ନା ଆସୁଥିବା ସମୟ ବହୁତ ବଡ଼ ପରୀକ୍ଷା ନେଇକି ଆସିବ। ସ୍ତ୍ରୀର ରାଗର ସାମ୍ନା କରି ରାଘବ ପୁରସ୍ତମପୁରର ସବୁଠୁ ବଡ଼ ଜଙ୍ଗଲର ଗଭୀରକୁ ବାହାରି ପଡ଼ିଲା। ରାଘବ ଗୋଟିଏ ବରଗଛର ଛାଇରେ ବସି ପଡ଼ିଲା। ତା ମନ ଅଶାନ୍ତ ଥିଲା, ତା ପେଟରେ ଭୋକର ନିଆଁ ଜଳୁଥିଲା। ତାକୁ ଲାଗୁଥିଲା ସେ ସତରେ ବରଦାନ ମାଗିବାରେ ଭୁଲ କରିଦେଇଛି। ହେ ଭଗବାନ, କ'ଣ ମୋ ଭାଗ୍ୟରେ ସବୁବେଳେ ଧୋକା ଖାଇବା ହିଁ ଲେଖା ଅଛି? ଲତା ଠିକ୍ କହୁଥିଲା। ଯଦି ମୁଁ ସେ ସାଧୁଙ୍କୁ ସୁନା ମୋହର ମାଗିଥାନ୍ତି ତ କମ୍ ସେ କମ୍ ଆଜି ମୋତେ ଏମିତି ବୁଲିବାକୁ ତ ପଡ଼ିନଥାନ୍ତା। ପେଟରେ ଅନ୍ନର ଦାନାଟେ ନାହିଁ, ଜଙ୍ଗଲରେ ବି ଶୁଖିଲା କାଠ ମିଳିବା ଅସୁବିଧା ହୋଇଗଲାଣି। ଏମିତି ଲାଗୁଛି ଯେମିତି ଏ ଗଛମାନେ ବି
ମୋର ମଜାକ ଉଡାଉଛନ୍ତି। ବୁଝା ପଡୁନି କି ମୁଁ କୋଉ ମୁହଁରେ ଘରକୁ ଫେରିବି। ଘରେ ତ ଖାଲି ବାସନ ଓ ସ୍ତ୍ରୀର ପ୍ରଶ୍ନ ମୋର ଅଭିଯୋଗ କରିବେ। ସେତେବେଳେ ବୁଦର ପଛପଟୁ ଗୋଟିଏ ବିଚିତ୍ର ବୁଢା ଲୋକ ବାହାରକୁ ଆସିଲେ। ଅଜୀବ କୁଟିଳ ହସ ଥିଲା। ସେ ଧୀରେ ଧୀରେ ରାଘବ ପାଖକୁ ଆସିଲେ। ରାଘବ ଅନୁଭବ କଲା ସେ ବୁଢାର ଚାଲି ସାମାନ୍ୟ ନାହିଁ। ସେ ଦେଖିଲା ତ ଆଶ୍ଚର୍ଯ୍ୟ ହୋଇଗଲା। ତା ଗୋଡ଼ ମଣିଷ ପରି ନାହିଁ, ଛେଳିର ଖୁର ପରି ଥିଲା। ଆରେ ଏଠି କଣ ପାଇଁ ବସିଛ? କଣ ତୁମ ସ୍ତ୍ରୀ ତୁମକୁ ଘରୁ ବାହାର କରିଦେଇଛି? ନା ଏ ଗରିବର ଭୂତ ତୁମ ପିଛା ଛାଡୁନି? ଦେଖ, ମୁଁ ଏ ଜଙ୍ଗଲର ପୁରୁଣା ନିବାସୀ, ଆଉ ମୁଁ ଲୋକଙ୍କ ଦୁଃଖ ଭାବି ନେଉଛି। ତୁମକୁ ଦେଖି ମତେ ତୁମ ଉପରେ ଦୟା ଆସୁଛି। ଯଦି ତୁମେ ଚାହିଁବ ତ ମୁଁ ତୁମର ସବୁ ଦରିଦ୍ରତା ଦୂର କରିପାରିବି। ବାସ୍, ତୁମକୁ ମୋର ଛୋଟିଆ ସର୍ତ୍ତ ମାନିବାକୁ ପଡ଼ିବ। କୁହ, କଣ ତୁମେ ତୁମ ଭାଗ୍ୟ ବଦଳାଇବାକୁ ଚାହୁଁଛ? ଆପଣ ଏ ଘନ ଜଙ୍ଗଲରେ କୋଉଠୁ ଆସିଲ? ତୁମକୁ କେମିତି ଜଣା ପଡ଼ିଲା କି ମୁଁ ମୋ ସ୍ତ୍ରୀଠୁ ବିରକ୍ତ ହୋଇକି ଏଠି ବସିଛି? ତୁମ କଥା ଶୁଣିକି ମତେ ଟିକେ ଅଜବ ଲାଗୁଛି। ତୁମର ଏମିତି ଗୋଡ଼, ତୁମେ କୋଉ ସାଧାରଣ ମଣିଷ ତ ନାହିଁ। କଣ ତୁମେ ସେ ମାୟାବୀ ରାକ୍ଷସ ତ ନାହିଁ, ଯାହାର କାହାଣୀ ଆମ ପୂର୍ବଜ କହୁଥିଲେ? ଯିଏ ଲୋକଙ୍କୁ ଲୋଭ ଦେଖାଇକି ତାଙ୍କର ସବୁ ଛଡ଼ାଇକି ନେଇ ଯାଉଥିଲା? ମତେ ତୁମ ସହ କଥା ହେବାକୁ ଡର ଲାଗୁଛି। ତୁମେ ମୋର ଏ ଜିଜ୍ଞାସା ଶାନ୍ତ କରନ୍ତୁ କି ତୁମେ କିଏ, ଆଉ ମୋଠୁ କଣ ଚାହୁଁଛନ୍ତି? ତୁମେ ତ ବହୁତ ଚତୁର ବାହାରିଲ କାଠୁରିଆ। ହଁ, ତୁମେ ଠିକ ଚିହ୍ନିଲ। ମୁଁ ସେ ମାୟାବୀ ସାମ୍ରାଜ୍ୟର ସ୍ୱାମୀ। ହେଲେ ଡରନି, ମୁଁ ତୁମର କ୍ଷତି କରିବିନି। ଆହୁରି ତୁମର ପଣତ ଭରିଦେବି। ଦେଖ, ମୋ ପାଖରେ ସୁନା ମୋହର ଭରି ହୋଇଥିବା ଥଳି ଅଛି। ଏହାକୁ ନେଇଯାଅ, ଆଉ ତୁମ ସ୍ତ୍ରୀର ସବୁ ସ୍ୱପ୍ନ ପୂରା କର। ଭଲ ଖାଇବା ଖାଅ, ଭଲ ପିନ୍ଧ। ସେ ଭଙ୍ଗା କୁଡ଼ିଆ ଜାଗାରେ ମହଲ ବନାଇ ଦିଅ। ବଦଳରେ ମତେ ଖାଲି ଏତିକି ଦରକାର କି ଠିକ 1 ବର୍ଷ ପରେ ତୁମକୁ ମୋ ଲୋକକୁ ଯିବାକୁ ପଡ଼ିବ, ଆଉ ମୋ ଗୁଲାମୀ କରିବାକୁ ହବ। 1 ବର୍ଷର ପୁରା ଆଜାଦ ଓ ବହୁତ ଧନ। ଭାବ, ସଉଦା ଖରାପ ନାହିଁ। ରାଘବ ବୁଝି ଯାଇଥିଲା କି ଏ ଶୈତାନ ରାକ୍ଷସ କଣ ଚାହୁଁଛି। ହେଲେ ଘରର ଗରିବୀ ଆଉ ଲତାର ରାଗକୁ ମନେ ପକେଇ ତା ମନ ବଦଳିଗଲା। ସେ ଭାବିଲା, ଏବେ ଏ ଧନ ନେଇଯିବା ଆଉ ପରେ ସେ ବରଦାନର ବ୍ୟବହାର କରି ରାକ୍ଷସ ସହ ଲଢ଼ିବା। ମାଲିକ, ତୁମ କଥା ସତ। ଏମିତି ସବୁଦିନେ ଭୋକରେ ମରିବାଠୁ ଭଲ କି 1 ବର୍ଷ ରଜା ପରି ଜୀବନ ବଞ୍ଚିବା। ମୋ ସ୍ତ୍ରୀର ସବୁବେଳେ ଅଭିଯୋଗ ରହୁଛି କି ମୁଁ ତା ପାଇଁ କିଛି ବି କରିପାରୁନି। କମ୍ ସେ କମ୍ ଏ ମୋହରରୁ ତାକୁ 1 ବର୍ଷର ଖୁସି ତ ମିଳିବ। ହେଲେ ମତେ ଡର ଅଛି ଯେ 1 ବର୍ଷ ପରେ ତୁମେ ଯେବେ ମତେ ନେବାକୁ ଆସିବେ, ମୋ ସ୍ତ୍ରୀ ଓ ପିଲାଙ୍କ କଣ ହବ? ଛାଡ଼, ଯାହା ହବ ଦେଖାଯିବ। ମୁଁ ଆପଣଙ୍କ ସଉଦା ପାଇଁ ରାଜି। ମତେ ସେ ମୋହର ଥଳି ଦେଇ ଦିଅନ୍ତୁ, ଯାହାଦ୍ୱାରା ମୁଁ ମୋ ଗରିବୀ ଦୂର କରିପାରିବି। 1 ବର୍ଷ ପରେ ମୁଁ ତୁମ ସହ ଯିବି, କଥା ଦଉଛି। ବହୁତ ଭଲ, ମତେ ତୁମର ବୁଦ୍ଧି ପସନ୍ଦ ଆସିଲା। ଏ ନିଅ ଥଳି। ଏଥିରେ ଏମିତି ଧନ ଅଛି ଯେ ତୁମେ 7 ଜନ୍ମ ବସିକି ଖାଇବ। ଯାଅ ଓ ଜୀବନର ସବୁ ମୁହୂର୍ତ୍ତ ଆନନ୍ଦ ନିଅ। ଅଏଶ କର, ଦାନ ପୁଣ୍ୟ କର, ଯାହା ଇଚ୍ଛା କର। ହେଲେ ମନେ ରଖିବ କାଠୁରିଆ, ମୁଁ ଠିକ 1 ବର୍ଷ ପରେ ତୁମକୁ ନେବାକୁ ଆସିବି। ଯଦି ତୁମେ ପଳାଇବାକୁ ଚେଷ୍ଟା କରିବ ତ ମୋ ପ୍ରକୋପ ପୁରା ଗାଁକୁ ଭସ୍ମ କରିଦେବ। ଏବେ ଯାଅ, ନିଜ ସ୍ତ୍ରୀକୁ ଏ ଖୁସି ଦିଅ। ଆମର ଦେଖା ଏବେ 1 ବର୍ଷ ପରେ ହବ। ସେ ପର୍ଯ୍ୟନ୍ତ ବିଦାୟ। ରାଘବ ସବୁ ନେଇକି ଘରକୁ ଗଲା। ଫଳ, ମାଛ, ମିଠା ଆଉ ନୂଆ କପଡ଼ା। ଲତା, ଓ ଲତା, ଦେଖ ମୁଁ ତୁମ ପାଇଁ କଣ ଆଣିଛି। ଏବେ ତୁମକୁ କେବେ ଭୋକିଲା ଶୋଇବାକୁ ପଡ଼ିବନି, ନା ଫଟା କପଡ଼ାରେ ରହିବାକୁ ପଡ଼ିବ। ଦେଖ, ମୁଁ ବଜାରରୁ ଶାଢ଼ୀ, ମିଠା ଓ ସୁନାର ମୋହର ଆଣିଛି। ଆମେ ପୁରୁଣା କୁଡ଼ିଆ ଭାଙ୍ଗି ମହଲ କରିବା। ପୁରସ୍ତମପୁରରେ ଆମ ପରି କିଏ ବି ଧନୀ ନଥିବେ। ତୁମେ ରାଗିବା ଛାଡ଼ି ଦିଅ। ତୁମ ସ୍ୱାମୀ ଏବେ ତୁମର ସବୁ ଇଚ୍ଛା ପୂରା କରିବାର ରାସ୍ତା ଖୋଜି ସାରିଛି। ଆରେ ଇଏ କଣ ସବୁ ରାଘବ?
ସକାଳୁ ତ ତୁମ ପାଖରେ ଫଟା କଉଡ଼ି ବି ନଥିଲା। ସନ୍ଧ୍ୟାକୁ ତୁମେ ସୁନାର ଥଳି ନେଇକି ଆସିଛ। କଣ ତୁମେ ଚୋରି କରିଛ ନା କାହାର ହତ୍ୟା କରିଛ? ଏତେ ସାରା ଟଙ୍କା ତୁମକୁ କିଏ ବା ଦେଇପାରିବ? ଆଉ ଏ ମିଠା କପଡ଼ା ମୋର ତ ମୁଣ୍ଡ ବୁଲେଇ ଦଉଛି। ସତ କୁହ, ଏ ଧନ କୋଉଠୁ ଆଣିଲ? ଏମିତି ନ ହଉ କି ଟିକେ ସୁଖ ବଦଳରେ ଆମକୁ ବହୁ ମୂଲ୍ୟ ଦବାକୁ ପଡେ। ମତେ କାହିଁ ସେ ଖୁସି ଦେଖାଯାଉନି ଯାହା ଏତେ ଧନ ମିଳିଲେ ଦେଖାଯିବା କଥା। ତୁମେ କିଛି ଲୁଚଉଛ ନା? ଲତା, ତୁମେ ଅଧିକ ପ୍ରଶ୍ନ କରୁଛ। ମୁଁ କୋଉ ଚୋରି କରିନି। ମତେ ଜଙ୍ଗଲରେ ଗୋଟେ ବହୁତ ବଡ଼ କାମ ମିଳିଛି। ମୋ ମାଲିକ ମତେ ଏସବୁ ଦେଇଛନ୍ତି। ସେ କହିଛନ୍ତି ଗୋଟେ ବର୍ଷ ଆରାମ କର, ପୁଣି କାମକୁ ଫେର। ବାସ୍ ବୁଝିଯାଅ କି ଏବେ ଆମର ଭଲ ଦିନ ଆସିଯାଇଛି। ଆସୁଥିବା ଗୋଟେ ବର୍ଷରେ ଆମେ ସେସବୁ କରିବା ଯାହା ଆମେ ଭାବି ବି ନଥିଲେ। ଯାହା ଭବିଷ୍ୟରେ ହବ ତା ଚିନ୍ତା ଆଜି କାହିଁ କରିବା? ଏବେ ଖାଲି ଏହାର ଆନନ୍ଦ ନିଅ ଓ ଖୁସି ମନାଅ। ବାକି ସବୁ ମୋ ଉପରେ ଛାଡ଼ିଦିଅ। ଲତା ଖୁସି ତ ଥିଲା, ହେଲେ ତା ମନରେ ଗୋଟିଏ ଅଜଣା ଡର ପଶି ଯାଇଥିଲା। ସମୟ ନିଜ ଗତିରେ ଚାଲୁଥିଲା। ରାଘବ, ଆଜି ବର୍ଷର ଶେଷ ଦିନ। ତୁମେ ସକାଳୁ ପାଗଳ ପରି ଏ କୁରାଢ଼ୀକୁ କାହିଁ ଦେଖୁଛ? ଆମ ପାଖରେ ଏବେ ସୁନାର କମି ନାହିଁ, ହେଲେ ବି ତୁମେ ଏ ପୁରୁଣା କୁରାଢ଼ୀ ଓ ବେକାର କୁର୍ଚିକୁ ନିଜ ଜୀବନଠୁ ଅଧିକ ସମ୍ଭାଳିକି ରଖିଛ। ସେ କିଏ ଯେ ତୁମକୁ ଏତେ ଧନ ଦେଲେ? ଆଜି ତୁମେ ସତ ସତ କୁହ। ତୁମ ଚୁପ୍ ରହିବା ମତେ ଭିତରେ ଭିତରେ ଖାଇ ଯାଉଛି। କଣ ଆମେ ସବୁଦିନ ପାଇଁ ଅଲଗା ହୋଇଯିବା? ଯଦି ଏମିତି, ମତେ ଏ ଧନ ସମ୍ପତ୍ତି ଦରକାର ନାହିଁ। ମତେ ଖାଲି ମୋ ସ୍ୱାମୀର ସାଥ ଦରକାର। କଣ ତୁମେ ଏତିକି ବି ମତେ ଭରସା କରୁନ ଯେ ନିଜର ଅସୁବିଧା ମତେ କହିପାରିବନି? ଲତା, ତୁମେ ଖାଲିରେ ଡରୁଛ। ମୁଁ ତୁମକୁ ପ୍ରଥମରୁ କହିଛି, ଠିକ୍ ସମୟ ଆସିଲେ ତୁମକୁ ସବୁ କହିବି। ଆଜି ସେ ସମୟ ଆସିଯାଇଛି। ଯୋଉ ଧନ ଆମେ ଗଲା ବର୍ଷେ ହେଲା ବ୍ୟବହାର କରୁଛେ ତାହା ସାଧାରଣ ଧନ ନଥିଲା। ତାକୁ ପାଇବା ପାଇଁ ମୁଁ ମୋ ଜୀବନକୁ ବାଜି ଲଗେଇଛି। ହେଲେ ଡରନି, ମୁଁ ସାଧୁଙ୍କଠୁ ଯୋଉ 3ଟି ବରଦାନ ପାଇଛି ତାହା ଆମର ରକ୍ଷା କରିବ। ତୁମେ ବାସ୍ ଏତିକି କରିବ, ସେ ରାକ୍ଷସ ଯେବେ ଆସିବ ତ ତୁମେ ଘର ଭିତରେ ରହିବ। ଯାହା ବି ହଉ ବାହାରକୁ ଆସିବନି। ଆଜି ମୁଁ ଦେଖେଇ ଦେବି ଗୋଟିଏ ସାଧାରଣ ମଣିଷର ବୁଦ୍ଧି ବଡ଼ରୁ ବଡ଼ ମାୟାବୀକୁ କେମିତି ପରାସ୍ତ କରୁଛି। ତୁମେ ଖାଲି ମୋ ଉପରେ ବିଶ୍ୱାସ ରଖ ଓ ପ୍ରାର୍ଥନା କର। ସେ ବୁଢା ଲୋକ ଏବେ ତା ଅସଲି ରାକ୍ଷସ ରୂପରେ ଆସିଲା। ଗୋଟିଏ ବଡ ରାକ୍ଷସ ରୂପରେ। କାଠୁରିଆ, ସମୟ ସମାପ୍ତ ହେଲା। ଦେଖ, ମୁଁ ନିଜ କଥା ରଖିବାକୁ ଆସିଗଲି। ତୁମେ ଗୋଟେ ବର୍ଷ ପର୍ଯ୍ୟନ୍ତ ମୋ ଧନରେ ଅଏଶ କଲ। ଏବେ କଥା ରଖିବାର ସମୟ। ତୁମର ଏ କୁରାଢ଼ୀ ଉଠାଅ ଆଉ ମୋ ପଛେ ପଛେ ଆସ। ସେଠି ତୁମକୁ ଅନନ୍ତ କାଳ ପର୍ଯ୍ୟନ୍ତ ମୋ ଗୁଲାମୀ କରିବାର ଅଛି। ଆସ, ମୋ ଭୋକ ବଢୁଛି ଆଉ ମତେ ମଣିଷମାନଙ୍କୁ ହଇରାଣ କରିବାରେ ବହୁତ ମଜା ଲାଗେ। କଣ ତମେ ପ୍ରସ୍ତୁତ ଅଛ ମୋ ସହ ଯିବାକୁ? ନା ମତେ ତୁମକୁ ଟାଣି ଟାଣି ନବାକୁ ପଡ଼ିବ? ନିଜ ସ୍ତ୍ରୀଠୁ ବିଦାୟ ନେଇଯାଅ, କାରଣ ତୁମେ ତାକୁ କେବେ ବି ଆଉ ଦେଖିପାରିବନି। ଆପଣ ଆସିଗଲେ। ମୁଁ ତ ଆପଣଙ୍କର ହିଁ ଅପେକ୍ଷା କରିଥିଲି। ଭଲା ମୁଁ ମୋ କଥା କାହିଁକି ରଖିବିନି? ମୁଁ ଯିବାକୁ ପୁରା ପ୍ରସ୍ତୁତ ଅଛି, କାରଣ ତୁମେ ମତେ ଗୋଟେ ବର୍ଷ ପାଇଁ ରାଜାବାଲା ଜୀବନ ଦେଇଛ। ହେଲେ ଯିବା ପୂର୍ବରୁ ମୋର ଛୋଟିଆ ଅନୁରୋଧ ଅଛି। ଦେଖ, ମୁଁ ମୋ ପରିବାର ପାଇଁ ଏ ଢେର ସାରା କାଠ ରଖିଛି, ଯାହାଦ୍ୱାରା ମୋ ଯିବା ପରେ ତାଙ୍କୁ ଅସୁବିଧା ନ ହଉ। ବାସ୍ ଏତିକି କାଠ କାଟିବାକୁ ବାକି ରହିଯାଇଛି। କଣ ତୁମେ ତୁମ ଦିବ୍ୟ ଶକ୍ତିରେ ଏ କାଠ ଗୁଡ଼ାକୁ ଫାଡ଼ି ପାରିବ, ଯାହାଦ୍ୱାରା ମୁଁ ଅଚିନ୍ତାରେ ତୁମ ସହ ଯାଇପାରିବି? କଣ ଏତିକି ଉପକାର କରିପାରିବ? ତୁମେ ମଣିଷମାନେ ବି କେତେ ଭାବୁକ। ଯିବା ସମୟରେ ବି କାଠର ଚିନ୍ତା କରୁଛ। ଆଣ, ଦିଅ ଏ ଖେଳନା ପରି କୁରାଢ଼ୀ। ଦେଖ କେମିତି ଗୋଟିଏ ପ୍ରହାର ସବୁ ଚକମାଚୁର କରୁଛି। ଇଏ ନେ, ଇଏ ନେ। ଆରେ, ଏ କଣ ହଉଛି? ଏ କୁରାଢ଼ୀ ମୋ ହାତରେ ଲାଖି ଯାଇଛି କଣ? ମୁଁ କୁରାଢ଼ୀକୁ ଛାଡ଼ିବାକୁ ଚାହୁଁଛି। ଇଏ ମୋ ହାତକୁ ଭିଡ଼ି ରଖିଛି କଣ? ଆଉ ମୋ ଶରୀର
ଆପେ ଆପେ ପ୍ରହାର କରିଚାଲିଛି କ'ଣ? ମୁଁ ରହିବାକୁ ଚାହୁଁଛି, ମୋ ହାତ ରହୁନି କ'ଣ? କାଠୁରିଆ, ଏ କି ଯାଦୁ କରିଛୁ ତୁ? ମତେ ରଖ, ମୁଁ କହୁଛି ବନ୍ଦ କର, ନହେଲେ ମୁଁ ଏ ଜାଗାକୁ ବର୍ବାଦ କରିଦେବି। ଆରେ ଏତେ ଜଲ୍ଦି ଥକିଗଲ? ତୁମେ ତ କହୁଥିଲ କି ଏ ତୁମ ପାଇଁ ପିଲାଙ୍କ ଖେଳ ବୋଲି। କାଟ, ଏବେ ତ ବହୁତ ସାରା କାଠ ବାକି ଅଛି। ତୁମେ ଭୁଲିଗଲ କି ଏ କୁରାଢ଼ୀକୁ ଯିଏ ବି ଧରୁଛି ମୋ ଆଜ୍ଞା ବିନା ଏହାକୁ ଛାଡ଼ି ପାରିବନି। ଆଉ ଯୋଉ ପର୍ଯ୍ୟନ୍ତ ମୁଁ ନ କହିଛି ସେ ରହିପାରିବନି। ଏବେ କାଟୁଥାଅ କାଠ, ପୁରା ରାତି। ମତେ ତ ଏବେ ନିଦ ଆସିଲାଣି, ମୁଁ ଯାଇକି ଟିକେ ଆରାମ କରୁଛି। ଯେତେବେଳେ ତୁମ ହାଡ଼ ଜବାବ ଦବ ତେବେ ମତେ ଡାକିବ। ସେ ପର୍ଯ୍ୟନ୍ତ ଏହାର ଆନନ୍ଦ ନିଅନ୍ତୁ ରାକ୍ଷସ ରାଜ। ରାଘବ, ପୁଅ ରାଘବ, ମତେ ବଞ୍ଚାଇ ଦେ। ମୁଁ ହାରିଗଲି। ତୁମ ବୁଦ୍ଧି ଆଗରେ ମୋ ମାୟା ଫେଲ ହୋଇଗଲା। ମୋ ହାଡ଼ ଫାଟିବାକୁ ଲାଗିଲାଣି। କୃପା କରି ମତେ ଏ କୁରାଢ଼ୀର ପ୍ରକୋପରୁ ମୁକ୍ତି ଦେ। ମୁଁ କଥା ଦଉଛି କି ମୁଁ ତୁମକୁ ଏବେ ନେବିନି। ମୁଁ ତୁମକୁ ଆଉ 1 ବର୍ଷ ସମୟ ଦଉଛି। ତା ସହ ଆଉ 3ଟି ମୋହର ଥଳି ଦଉଛି। ବାସ୍, ମତେ ଏ ନର୍କରୁ ବାହାର କରେ। ମୁଁ ଆଉ 1 ମୁହୂର୍ତ୍ତ ବି ଏ କୁରାଢ଼ୀ ଚଲାଇ ପାରିବିନି। ମତେ ଦୟା କର। ଆଚ୍ଛା, ତ ଏବେ ଯାଇ ବାଟକୁ ଆସିଲ। 1 ବର୍ଷର ସମୟ ଆଉ 3ଟି ଥଳି? ନାହିଁ ନାହିଁ, ଏତେ କମ୍ ତ ହବନି। ଯଦି ତୁମେ ଆଜାଦ ହବାକୁ ଚାହୁଁଛ ତ ଆପଣଙ୍କୁ ମତେ 5ଟି ଥଳି ଦେବାକୁ ହେବ। ଆଉ କଥା ଦେବାକୁ ହବ କି ଆଉ 2 ବର୍ଷ ପର୍ଯ୍ୟନ୍ତ ତୁମେ ଏଠି ନଜର ବି ଆସିବନି। ଯଦି ରାଜି ଅଛ ତ ମୁଁ ଆଦେଶ ଦେବି କୁରାଢ଼ୀକୁ ରହିବାକୁ। ମଞ୍ଜୁର ଅଛି, ମଞ୍ଜୁର ଅଛି। 5ଟି କ'ଣ 7ଟି ଥଳି ନିଅ। ମତେ ଯାଦୁର କୁରାଢ଼ୀରୁ ବଞ୍ଚାଅ। ମୁଁ ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ ଏ ଗାଁର ସୀମାକୁ ବି ଆସିବିନି। ଇଏ ନିଅ ତୁମର ସୁନାର ଥଳି। ଏବେ ଏ କୁରାଢ଼ୀକୁ ରହିବାକୁ କୁହ। ରାଘବ କୁରାଢ଼ୀକୁ ରହିବାକୁ ଆଦେଶ ଦେଲା। କୁରାଢ଼ୀ ତୁରନ୍ତ ରାକ୍ଷସ ହାତରୁ ଖସି ପଡ଼ିଲା। ରାକ୍ଷସ ପଛକୁ ନ ଅନାଇ ସେଠାରୁ ପଳେଇଲା। ସମୟ ନିଜ ଗତିରେ ଚାଲୁଥିଲା, ହେଲେ ଦେଖୁ ଦେଖୁ 2 ବର୍ଷର ଲମ୍ବା ସମୟ ବିତିଗଲା। ରାଘବ, ଆଜି 2 ବର୍ଷ ପୁରା ହୋଇଯିବ। ଗଲା ଥର ତୁମେ ଯାଦୁର କୁରାଢ଼ୀରେ ତାକୁ ଧୂଳି ଚଟେଇଥିଲ, ହେଲେ ମତେ ଡର ଅଛି ସେ ଅଧିକ ପ୍ରସ୍ତୁତ ହୋଇକି ଆସିବ। କ'ଣ ତୁମକୁ ଲାଗୁନି କି ଆମକୁ ଏ ଗାଁ ଛାଡ଼ି ଦୂରକୁ ଯିବା କଥା? ଏ ଆରାମର ଜୀବନ ସବୁ ବେକାର। ତୁମ ବିନା ମୋର ରାତିର ନିଦ ଉଡ଼ି ଯାଉଛି। ସବୁବେଳେ ଡର ଲାଗୁଛି। ଲତା, ତୁମେ ଖାଲିରେ ନିଜ ମନକୁ ଅଶାନ୍ତ କରୁଛ। ମୁଁ ସାଧୁ ବାବାଙ୍କଠୁ ଯୋଉ ବରଦାନ ମାଗିଛି ତାହା ଖେଳନା ନୁହଁ, ତାହା ଆତ୍ମରକ୍ଷା ପାଇଁ ଅସ୍ତ୍ର। ଆଜିର ସନ୍ଧ୍ୟା ଆମ ପାଇଁ ଗୋଟେ ନୂଆ ପରୀକ୍ଷା ରଖିଛି। ମୁଁ ଏହା ପାଇଁ ପୁରା ପ୍ରସ୍ତୁତ ଅଛି। ଏ କାଠୁରିଆ, ବାହାରକୁ ଆସେ। ଆଜି 2 ବର୍ଷ ପୁରା ହୋଇଗଲା, ଆଉ ତୋର କାଳ ତୋ ଦୁଆରେ ଛିଡ଼ା ହୋଇଛି। ଗଲାଥର ତୁ ତୋର ବେକାର କୁରାଢ଼ୀରେ ମତେ ମୂର୍ଖ କରିଥିଲୁ, ହେଲେ ଗୋଟେ କଥା ମନେ ରଖ, ଗୋଟେ ହିଁ ବୁଦ୍ଧି 2 ଥର କାମରେ ଆସିବନି। ଆଜି ନା ତୋର କୋଉ ଜିନିଷରେ ହାତ ଲଗାଇବି, ନା ତୋ କଥାରେ ଫସିବି। ଆରେ ଆପଣ ଆସିଗଲେ। ମୁଁ କେବେଠୁ ତୁମର ଅପେକ୍ଷା କରିଥିଲି। ତୁମେ ତ ବାହାରେ ହିଁ ରହିଗଲ। କ'ଣ ତୁମେ ତୁମ ପୁରୁଣା ସେବକକୁ ଏତେ ଡରିଗଲ? ଦେଖ, ମୁଁ ତ ଯିବା ପାଇଁ ପୁରା ପ୍ରସ୍ତୁତ ଅଛି। ଗଲାଥର ଯୋଉ ହେଲା ତାହା ପାଇଁ ମୁଁ କ୍ଷମା ମାଗୁଛି। ତାହା ତ ଖାଲି ଗୋଟେ ମଜାକ ଥିଲା। ଆସ ଆସ, ତୁମେ ଏତେ ଦୂରରୁ ଆସିଛ, ଥକି ଯାଇଥିବ। କମ୍ ସେ କମ୍ ଟିକେ ବିଶ୍ରାମ ତ କରିପାରିବେ। ଦେଖ, ମୁଁ ତୁମ ସ୍ୱାଗତ ପାଇଁ ଅଗଣାରେ ହିଁ ପୁରା ଆରାମଦାୟକ କୁର୍ଚି ରଖିଛି। ସେଠି ବସନ୍ତୁ। ମୁଁ ମୋ ସ୍ତ୍ରୀଠୁ ବିଦାୟ ନେଇକି କିଛି ସାମାନ ନେଇକି ଆସୁଛି। ରାକ୍ଷସ ରାଘବର କଥା ଶୁଣି ଚିନ୍ତାରେ ପଡ଼ିଗଲା। ତାକୁ ଲାଗିଲା ରାଘବ ହୁଏତ ହାର ମାନିଯାଇଛି। ସେ ଚାରିପଟେ ଦେଖିଲା, ନା ସେଠି କୋଉ କୁରାଢ଼ୀ ଥିଲା ନା ହତିଆର। ଅଗଣାରେ ବାସ୍ ଗୋଟେ କୁର୍ଚି ଥିଲା। ନିଜ ଥକାନ ଓ ରାଘବର ନେହୁର ଦେଖି ସେ ଭାବିଲା, ଟିକିଏ ଆରାମ କଲେ କିଛି ଖରାପ ହବନି। ଲାଗୁଛି ତତେ ସତ ଜଣା ପଡ଼ିଲା। ଭଲ ହେଲା ତୁ ଆତ୍ମସମର୍ପଣ କଲୁ, ନହେଲେ ମୁଁ ଆଜି ବହୁତ ରାଗରେ ଥିଲି। ଛାଡ଼, ତୁ କହୁଛୁ ତ ମୁଁ ଟିକେ ଏଠି ବସି ଯାଉଛି, ହେଲେ ମନେ ରଖେ
ଚାଲାକ କଲେ କିଛି ଭଲ ହବନି। ଏ କୁର୍ଚୀ ତ ସତରେ ବହୁତ ଆରାମଦାୟକ। ଏବେ ଯା, ସମସ୍ତଙ୍କଠୁ ବିଦାୟ ନେଇକି ଆସେ। ଆରେ ଆପଣଙ୍କୁ କୁର୍ଚୀ ପସନ୍ଦ ଆସିଲା ଜାଣିକି ମତେ ଭଲ ଲାଗିଲା। ହେଲେ ଜାଣିଛନ୍ତି ଏ କୁର୍ଚୀ ଯେତେ ଆରାମଦାୟକ ବସିବାକୁ, ଉଠିବାକୁ ତାଠୁ କଷ୍ଟଦାୟକ। ଟିକେ ଚେଷ୍ଟା ତ କର ଉଠିବା ପାଇଁ। କ'ଣ ହେଲା, ଆପଣ ତ ଉଠିବାର ନାଁ ହିଁ ନଉନ। ଲାଗୁଛି ଆପଣ ମୋର ଏ କୁର୍ଚୀର ପ୍ରେମରେ ପଡ଼ିଗଲେ। ମୁଁ କହିଥିଲି ନା, ମୋ ଆଜ୍ଞା ବିନା କିଏ ଏହା ଉପରୁ ହଲି ବି ପାରିବନି। ରାକ୍ଷସ ତାର ସବୁ ବଳ ଶକ୍ତି ଲଗେଇଲା। ସେ ଜୋରରେ ଚିଲେଇଲା ଆଉ ତା ମାୟାବୀ ଶକ୍ତିର ବି ଉପଯୋଗ କଲା। ହେଲେ ସେ କୁର୍ଚୀରୁ ହଲି ବି ପାରିଲାନି। ସେ ବହୁତ ଚେଷ୍ଟା କଲା, ତାପରେ ହାର ମାନିକି କହିଲା, ରାଘବ, ତୁ ପୁଣି ମୋ ସହ ଏ କ'ଣ କଲୁ? ମତେ ଛାଡ଼ିଦେ। ମୁଁ ଏ କୁର୍ଚୀରେ ଲାଖି ଯାଇଛି। ମୁଁ ଭାବିଥିଲି ତୁ ସୁଧୁରି ଯାଇଛୁ ବୋଲି, ହେଲେ ତୁ ତ ପ୍ରଥମରେ ବି ଅଧିକ ବିପଦଜନକ ବାହାରିଲୁ। ମତେ ଏଠାରୁ ଆଜାଦ କରିଦେ। ମୁଁ କଥା ଦଉଛି କି ମୁଁ କେବେ ବି ତତେ ନିଜ ସହ ନେବିନି। ମତେ ବହୁତ କଷ୍ଟ ହଉଛି କାଠୁରିଆ। ତତେ ମୋ ଉପରେ ଦୟା ଆସୁନି? ମୁଁ କଥା ଦଉଛି ପୁଣି କେବେ ଏଠାକୁ ଆସିବିନି। ମତେ ଏ କାଠର ଶୈତାନଠୁ ଅଲଗା କରିଦେ। ଦୟା? ତୁମେ ଗୋଟେ ରାକ୍ଷସ ହୋଇ ଦୟା କରିବାକୁ କହୁଛ? ତୁମେ ତ ଏଠିକୁ ମତେ ବର୍ବାଦ କରିବାକୁ ଆସିଥିଲ। ଦେଖ, ମୁଁ କୋଉ ଖରାପ ମଣିଷ ନାହିଁ, ହେଲେ ମୁଁ ମୋ ସୁରକ୍ଷା କରିବା ଜାଣିଛି। ଯଦି ତୁମେ ଆଜାଦ ହେବାକୁ ଚାହୁଁଛ ତ ମତେ 10ଟି ମୋହରର ଥଳି ଦରକାର। ଆଉ ତୁମକୁ କଥା ଦେବାକୁ ହବ କି ତୁମେ ଆଉ 5 ବର୍ଷ ପର୍ଯ୍ୟନ୍ତ ଏ ଇଲାକାରେ ଆଉ ଦେଖା ଦେବନି। କ'ଣ ଏହା ମଞ୍ଜୁର ଅଛି ତ କୁହନ୍ତୁ? ମଞ୍ଜୁର ଅଛି, ମତେ ସବୁ ମଞ୍ଜୁର ଅଛି। 10ଟା କ'ଣ, ମୁଁ ତତେ 20ଟି ଥଳି ଦେବି। ମତେ ଏଠାରୁ ବାହାର କରେ। ମୁଁ କଥା ଦଉଛି କି 5 ବର୍ଷ ମୁଁ ଏ ଗାଁର ଛାଇଠୁ ବି ଦୂରରେ ରହିବି। ତୋ ବୁଦ୍ଧିକୁ ନମସ୍କାର। ଏ ନେ ତୋ ସୁନା ମୋହର ଥାଳି। ଆଉ ଏହାକୁ କହ କି ମତେ ଛାଡ଼ିଦେବ। ମୁଁ ଗୋଟେ ମୁହୂର୍ତ୍ତ ବି ରହିବାକୁ ଚାହୁଁନି। ମତେ ଯିବାକୁ ଦେ ରାଘବ। ମୁଁ ଆଉ କେବେ ବି ତୋ ସହ ବାଜି ଲଗେଇବିନି। ରାଘବ ଯେମିତି ହିଁ ଆଜାଦ କରିଲା, ରାକ୍ଷସ ପଛକୁ ନ ଅନାଇ ସେଠାରୁ ଚାଲିଗଲା। ତାପରେ ରାକ୍ଷସ ଆଉ ସେଠାକୁ ଆସିଲାନି। ରାଘବ ସେ ଧନରେ ଗାଁର ସବୁଠାରୁ ଧନୀ ଲୋକ ହୋଇଗଲା। ଆଉ ଏମିତି ରାଘବ ଓ ଲତା ନିଜ ବୁଦ୍ଧିରେ ରାକ୍ଷସକୁ ହରାଇ ଖୁସିରେ ରହିଲେ। ତାଙ୍କର ଏ କାହାଣୀ ଯୁଗ ଯୁଗ ପାଇଁ ରହିଲା ଯେ ଗୋଟିଏ ସାଧାରଣ କାଠୁରିଆ କେମିତି ନିଜ ଭାଗ୍ୟ ବଦଳାଇ ଦେଲା।